ଏଟା କୋଉଠି ଯାଇଥିଲା ଭାଇ? ଇଆଡ଼େ। ଡେଙ୍ଗୁଣି ଆମର ମୁନିଗଡ଼ା ଯିବା ପାଇଁ 15 କିଲୋମିଟର ହେଉଛି ଆଜ୍ଞା। ତାପରେ ଯିବା ପାଇଁ ତ ବହୁତ ଅସୁବିଧା ହେଉଛି, ସାଇକେଲ ବି ଯାଉନାହିଁ, ବାଇକ୍ ବି ଯାଉନାହିଁ। ଆମ୍ବୁଲାନ୍ସ କିଛି ଜ୍ୱର ପର ହେଲେ ବି ମୁନିଗଡ଼ା ଆଇବା ପାଇଁ ବହୁତ ଅସୁବିଧା ହେଉଛି। ଆମେ ସିରିୟସ୍ ହେବା ଲୋକ କେମିତି ଜ୍ୱର ପର ହେଲେ ବୁଇଁ କରି ଆଣୁଛୁ। ମୁନିଗଡ଼ା ଆସୁଛେ ଆମଦୁନି, କୁଚେଲ, ଦମନପଙ୍ଗା, କୋଟା, ଡେଙ୍ଗୁଣି, ସାନ ଡେଙ୍ଗୁଣି, ତାପରେ ଗ୍ରଟା, ସୁଟାଙ୍ଗୁଣି, ବରଡ଼ା। ଆମେ ସପରି ପପରି ଆଣିବା ପାଇଁ ବି ବହୁତ ଅସୁବିଧା ହେଉଛି। ଏମିତି ଆକା ବୁଇଁ କରି ମୁନିଗଡ଼ା ପର୍ଯ୍ୟନ୍ତ 15 କିଲୋମିଟର ଏମିତି ବୁଇଁ କରି ଆଣୁଛି। ସପରି ବହୁତ କାଦ ହେଇଛି ରାସ୍ତା ଯେଉଁ ଆଣୁଥିଲେ। ତାପରେ ସେଇଟା କେଉଁ ଜାଗାରେ ମେଟାଲ ପକେଇକି, କେଉଁ ଜାଗାରେ ଅଧା ବାଟରେ ସେ ପକେଇକି ଏମିତି ଛାଡ଼ି ଦେଇକରି ପଳେଇ ଯାଏ। ଆମେ ଚାହୁଁଛୁ ଭଲ ରାସ୍ତା ହେଲେ ଆମର ଯିବାଟା ଆଇବାଟା ବହୁତ ସୁବିଧା ହେବ। ପୁଣି ରାସ୍ତାଘାଟ ଯିବା ଆସିବା ପାଇଁ ତ ଅସୁବିଧା ହେଉଛି। ଡେଲିଭରି ପ୍ୟାସେଞ୍ଜର ଦୁଃଖ ହେଲେ ତ ବଡ଼ ଅବସ୍ଥା ହେଉଛୁ। ଆମେ ପୁରୀ ପାଚୁଛି ଆଉ ଯାର ଦୁଃଖ କେମିତି ଏମର୍ଜେନ୍ସି ଖାଦ୍ୟ ନେବା ପାଇଁ ବି ତ ଅସୁବିଧା ହେଉଛି। ଏ ବାଟ ଘାଟ ତ ଅସୁବିଧା ହେଇଛି। ରାସ୍ତା ତ ଅସୁବିଧା ଠିକ ନାହିଁ, ହଇ କାଦ ହେଉଛି। ରାସ୍ତା ହଉ ବୋଲି କରି ଆମେ ଚାହୁଁଛୁ। ରାସ୍ତା ତ ଖରାପ ହେଇଛି ଆଜ୍ଞା। କିସ ବୋଲି ତିଆର ହେଉଛି କୁଆଡ଼େ ହେଉଛି ଆର ତ ଖଣ୍ଡେ ଖଣ୍ଡେ କରୁଛ, ତିଆର କରିଦେଉନାହିଁ। ତ ହେବ ବୋଲିକି 2-3ଟା କଣ୍ଟ୍ରାକ୍ଟ ଆସିଲେନି ସାର୍। ରାସ୍ତା ଟୋଟାଲି ହେଉନାହିଁ ସାର୍। କରିବୁ କହୁଛନ୍ତି ସାର୍, କାଲି ନାଁକୁ କରିବୁ ବୋଲୁଛନ୍ତି, ହେଲେ ଟୋଟାଲ ରାସ୍ତାଘାଟ କରୁନାହାନ୍ତି ସାର୍। ସେଇଟା ଦେଖନ୍ତୁ ସାର୍, ପ୍ରାୟ 4-5 ମାସ ହେଉଛି ସାର୍ ପକେଇକି, ହେଲେ ନାଇଁକି ସେଇଟା କାଲି ମାଟି ଉପରେ ସେଇଟା ପକେଇଛନ୍ତି ସାର୍। ଆହୁରି ସେଇଟା ନାଇଁ, ହଁ ପିଚୁ, ଆଉ ସେଇଟା ବି କାଲି ବୁଜିରେ ପକେଇଛନ୍ତି। ସେଇଟା ପିଚୁ ହେଇଛି ବୋଲିକି ସେଇଟା କାଲି ପେପର ଆଉଟ୍ କରିଛନ୍ତି, ଆଉ ବୋର୍ଡ଼ ବି ଲେଖିଛନ୍ତି ସିନା, ସେଇଟା ପିଚୁ ହେଇନାହିଁ ସାର୍। ସାର୍ ଅସୁବିଧା, ବହୁତ ଅସୁବିଧା ସାର୍। ଦେଖନ୍ତୁ ଆମେ ମେଡ଼ିକାଲ ଯିବା ଆସିବା ପାଇଁ ଯେଉଁ ଜ୍ୱର ପେସେଣ୍ଟ ହେବା, ଡେଲିଭରି, ଏମାନଙ୍କୁ ସାର୍ ଆମେ 20 କିଲୋମିଟର 25 କିଲୋମିଟର ଦୂରରେ ଆମେ ନେଇକି କାଠ ସାହାଯ୍ୟରେ ଆମେ ନେଇକି ବଇଁକି ନେଉଛୁ ସାର୍। ରାସ୍ତା ତ ଟୋଟାଲ ନାହିଁ ସାର୍। ଆପଣ ତ ନିଜେ ଦେଖୁଛନ୍ତି ସାର୍, ଆଉ ରାସ୍ତା କୁଆଡ଼େ ହେଇଛି, କାଦ ହେଇଛି, ଆଉ ଆମ୍ବୁଲାନ୍ସ ବି ଯାଉନାହିଁ ସାର୍। ଏଟା ସରକାର ଏବେ ପର୍ଯ୍ୟନ୍ତ ନିଜେ ଆଖି ଆଗରେ ଦେଖିଲେ ବି ସେମାନେ କିଛି କରିବାର ନାହିଁ ସାର୍। ସାର୍ ଆମକୁ ତ ରାସ୍ତା ହେଲେ ଭଲ ସାର୍, ଭଲ ରାସ୍ତା ହେଲେ ଆମକୁ ଯିବା ଆସିବା ପାଇଁ ବି ସୁବିଧା ହେବ ସାର୍। ଚାଉଳ ନେବା ପାଇଁ ବହୁତ ଅସୁବିଧାରେ ଅଛୁ ସାର୍।
ए 25 किलोमीटर दूर सार बईकी नौ सार काठ पुआ मैंने काठ बाड़ी ये करके कांदर बईकी नौ 25 केजी 50 केजी 60 केजी आ झील मैंने मुंडर बईकी नौ सेमती बहुत असुविधा रोचु सार। मु सरपंच थी सार सिला 2011-12 साल रे से बेले मु रास्ता पाई बोली करी ऑब्जेक्शन करके लिखिक देइथिली ब्लॉक रे देइथिली तापर कल दिया तो सेटा हबो बोली कहिथिले सेटा रास्ता हबो बोली आमे अपेक्षा करिथिलु तो आज पर्यंत रास्ता हो नाई कहीं रास्ता आसला ता बाद भी संपूर्ण भाव में हो नाई एटा सप्ताह आंबुदुणी पर्यंत होगा बोली लिखाई सर बोर्ड रे तो सेटा से माने आइले आउ खाली माटी पकई देले तापर तलमंडारू ऊपर मंडा पर्यंत मुरुम पकई देकरी ऊपर पिच टिके ढाली देकरी पळेले एटा संपूर्ण भाव हेगला बोली करी से माने आउ करि नांते पिच अवस्था सब पूरा भांगिलानी सर किछि नै आउ एबे तो वर्षा किछि नहीं वर्षा हेले तो किछि रहइबो नै सर सर असुविधा बोले सर देखंतु एरियार हाट बाट बुधवार हाट आसबे तापरे हमर पिला माने मध्ये पाठशाठ पढुछंती से माने जीवा आसबा करा पई मध्ये असुविधा होछि तापरे अंगनवाड़ी कर्मी मध्ये आसी पारु नांती रास्ता असुविधा पई बोली करी 2 तापरे 3 रे होछि हमर पेशेंट डिलीवरी पेशेंट तापरे हमर जो ज्वर बेमार ये पेशेंट जाक आम कांदरे बोईक नौ सर मंडा पंत आस सर तापर मंडारू आम्बुलांस को अपेक्षा करुचु जदि न आसुचे बोले आम भी बोईक नौ रास्ता जब संपूर्ण भाव में बोले आम सरकार को अनुरोध करूँ। गत पीएलसी मीटिंग जिले में ए बाबद चर्चा होता आम निर्वाचन मंडली रे मुनिगुड़ा ना विषमकोट कलनरा कल्याण सिंहपुर ताके किसी काम करना टंका हड़प कर दी मु अनुरोध करुच्ची सरकार को ये सीबीआई तदंत करा जाओ जे दोषी तांको दंड दिया जाओ एवं पर्यंत आमर लोक माने रास्ता कौन देखी ना कोटी कोटी टंका हड़प करी एनबीसी संस्था माध्यम जो हड़प कर दुखदायक घटना मु तथ्य सब मागिची निश्चित भाव में विधानसभा उपस्थापन करी एवं पर्यंत आमर जो डंगर पहाड़ अच्छा माँ मैंने तांके खटियार बोहीकि आम मेडिकल गाणुचु ये हूँ दुखर कथा तेणु निश्चित भाव में मो विधानसभा उपस्थापन करी सो जो एनबीसी संस्था जो अच्छी से संस्था निश्चित भाव में इनक्वारी दरकार सीबीआई तदंत दरकार हेले ही से पर्दाफाश हेबो जे दोषी दंड पाइबो।